ଏଠି ଯାତ୍ରା ବିଷୟରେ କଣ କୁହ? ଆରେ ଯାତ୍ରା ବିଷୟରେ କଣ କହିବି? ଆଜିକାର ଯାତ୍ରା କଳାକାର ଭାଇ ମାନେ ମାନେ କିଛି ପଇସା ପାଇଁ ଖାଲି ବିକ୍ରି ହେଇଯାଉଛନ୍ତି। ସେ ପିୟୁଷ ତ୍ରିପାଠୀ ହଉ କି ନରି ପଣ୍ଡା ହଉ। ଆରେ ପିୟୁଷ ତ୍ରିପାଠୀ ଗୋଟେ ମାଲିକ ପାଖରୁ ଫର୍ଚୁନର ଗାଡି ଆଉ ଗୋଟେ ମାଲିକ ପାଖରେ ଅଛି ମାନେ ଗୋଟେ ମାଲିକ ପାଖରୁ ପଇସା ଆଣିଛି ଆଉ ଫର୍ଚୁନର ଗାଡି ଆଣିଛି ରହିବ ବୋଲି। ମାନେ ଏଇଭଳିଆ ଦ୍ୱନ୍ଦରେ ଅଛି। ତାପରେ ନରି ପଣ୍ଡା ବାବୁ କଣ କରୁଛନ୍ତି ଯେ 10 ଲକ୍ଷ ନେଲା ପରେ ସେ କହୁଛନ୍ତି ଆହୁରି ପଇସା ନେବେ ବୋଲି। ଆଉ ସେ ଗୋଟେ ମାଲିକ ଚଳଉଛି 200 ଆର୍ଟିଷ୍ଟ କି ସେ 200 ଆର୍ଟିଷ୍ଟ କଥା ବୁଝିବ ନା ଖାଲି ସେ ମାନେ ଗୋଟେ ଆର୍ଟିଷ୍ଟ କଥା ବୁଝିବ। ସେ ଯାହା ହଉ କିନ୍ତୁ ଯାତ୍ରା କଳାକାର ମାନେ ଯୋଉଟା ଆଗରୁ ଫିଲ୍ମ ଲୋକ ଦେଖୁଥିଲେ ଅଢେଇ ଘଣ୍ଟା 3 ଘଣ୍ଟା ଦେଖି ମାନେ ନଷ୍ଟ କରୁଥିଲେ। ଏବେ ଯାତ୍ରାଟା ଏମିତି ଗୋଟେ ଭଲ ହଉଛି କି କିଛି ଗୋଟେ ଜିନିଷ ଭଲ ଲାଗୁଛି ବୋଲି ଯାତ୍ରାଟାକୁ 8 ଘଣ୍ଟା ଦେଖୁଛନ୍ତି। ଆଉ ଯାତ୍ରାର ମହତ୍ଵ ରଖୁଛନ୍ତି। ଆଉ କିନ୍ତୁ ଏଇ କଳାକାର ଭାଇ ମାନେ କିଛି ବୁଝୁନାହାନ୍ତି। ଯାତ୍ରା କିଛି ପଇସା ପାଇଁ ବିକ୍ରି ହେଇଯାଉଛନ୍ତି। ଆଉ ଯାତ୍ରାକୁ ଲୋପ କରିବାକୁ ବସିଛନ୍ତି କିଛି କଳାକାର ଭାଇ ମାନେ। ଜୟ ଜଗନ୍ନାଥ।